ବର୍ଷ ଦିନର ବ୍ଲଗଟାକୁ ମୁଁ ଆଜି ଅପଲୋଡ କରୁଛି। ଜାଣିଛି ବହୁତ ଡେରି ହେଇଯାଇଛି। ଆପଣମାନେ କଣ ମତେ କ୍ଷମା ଦେବେନି? ମୁଁ ପରା ଟ୍ୟୁସନଟା ବି ଛୁଟି କରିନି। ମୋ ଭଳିଆ କିଏ କିଏ ଛୋଟ ଥିଲାବେଳେ ଭାବୁଥିଲେ କହିଲେ କି ନୂଆ ବର୍ଷ ଦିନ ଆପଣ ଯାହା କରିବେ ବର୍ଷ ଯାକ ଆପଣ ସେଇଆ କରୁଥିବେ। ମୁଁ ତ ଏମିତି ଭାବୁଥିଲି। ଆଜିକାଲିଙ୍କ ଛୁଆଙ୍କ କଥା ମୁଁ ଜାଣିଲି ଲୋ ମା। ସନ୍ଧ୍ୟା ସମୟ ଉପନୀତ ହେଲା ଆଉ ପନିର ତରକାରୀ କରିବାର ଯୋଜନାଟି କରାଗଲା। ତା ଆଗରୁ ଭାବିଲି କପରେ କପେ କଫି ପିଇଦିଏ ଆଉ ପେଟର ଭୋକକୁ ଶାନ୍ତ କରିଦିଏ। ତାପରେ ରୋଷେଇବାସ କଥା ଦେଖାଯିବ। ରୋଷେଇବାସ କରିବାକୁ ଗଲି, ମସଲା ଗ୍ରାଇଣ୍ଡିଙ୍ଗ କରିଲା ବେଳକୁ ମୋର ଗ୍ରାଇଣ୍ଡର ଜାରଟା ଭାଙ୍ଗିଗଲା। କି ଦୁର୍ଭାଗ୍ୟ ଲୋ ମା କେଜାଣି। ହଉ ଛାଡନ୍ତୁ, ସେ କଥା ଛାଡିଲି ଆଉ ସ୍ୱାମୀଙ୍କୁ ମଟର ଛଡେଇବାର ଦାୟିତ୍ୱଟା ଦେଲି। ଏପଟେ ମୋର ପନିର ତରକାରୀ ରେଡି ହେଇଯାଇଥିଲା ଆଉ ସେପଟେ ଗରମ ଗରମ ପଲଉ ବି ହେଇକି ବାସ୍ନାରେ ଘରଟା ମହକି ଯାଉଥିଲା। ପନିର ତରକାରୀଟା ବଢିଆ ଦେଖାଯାଉଛି। ସ୍ୱାମୀଙ୍କୁ ପଚାରିଲି କେମିତି ହେଇଛି? କହିଲେ ଭଲ ଲାଗୁଛି। ମୁଁ କହିଲି ମୁଁ ପରା ରୋଷେଇ କରିଛି। ଯଦି ଆପଣମାନଙ୍କୁ ଭିଡିଓଟି ଭଲ ଲାଗିଛି ତାହେଲେ ଯେମିତି ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ ସେୟାର କରିବାକୁ ନ ଭୁଲନ୍ତୁ। ରହିଲି, ନମସ୍କାର।